ପିଲାମାନେ ଆଜିର ଅନଲାଇନ୍ କ୍ଲାସ୍କୁ ତୁମମାନଙ୍କୁ ସ୍ୱାଗତ। ଆମେ ପାର୍ଟ 1ରେ ପଢ଼ିଥିଲେ ବଳ ଓ ଗତି ନିୟମ। କ'ଣ ପଢ଼ିଥିଲେ? ପୂର୍ବ ପାଠ ଟିକେ ଆଲୋଚନା କରିନେବା। ଆମେ ପଢ଼ିଥିଲେ ଗୋଟେ ବସ୍ତୁ ଉପରେ ବଳ ପ୍ରୟୋଗ କରିବା ଦ୍ୱାରା ବସ୍ତୁଟି କିଭଳି ଭାବରେ ତା'ର ଗତିକୁ କମେଇ ପାରୁଛି, ବଢ଼େଇ ପାରୁଛି ଏବଂ ତା'ର ଗତିର ଦିଗରେ ପରିବର୍ତ୍ତନ କରିପାରୁଛି ଏବଂ ତା'ର ଆକାର ଆକୃତି ମଧ୍ୟ ପରିବର୍ତ୍ତନ କରିପାରୁଛି। ସନ୍ତୁଳିତ ବଳ, ଅସନ୍ତୁଳିତ ବଳ ପଢ଼ିଥିଲେ। ଆଉ କ'ଣ ପଢ଼ିଥିଲେ? ବସ୍ତୁ ବାହ୍ୟ ବଳ ବିନା ସମ ପରିବେଗର ଗତି କରିପାରେ। ଏ ବିଷୟରେ ଆମେ ଆଲୋଚନା କରିଥିଲେ। ଆଜି ପାର୍ଟ 2ରେ ଆମେ ଆଲୋଚନା କରିବା ନ୍ୟୁଟନଙ୍କ ଗତି ନିୟମ। ବସ୍ତୁ କେତେବେଳେ ସ୍ଥିର ରହେ, କେତେବେଳେ ଗତି କରେ, ବସ୍ତୁର ଗତିର କାରଣ କ'ଣ, ବସ୍ତୁର ଗତି କେତେବେଳେ କ୍ଷିପ୍ରତର ହୁଏ ଓ କେତେବେଳେ ମନ୍ଥର ହୁଏ, ଏସବୁ ପ୍ରଶ୍ନ ସର୍ବଦା ବୈଜ୍ଞାନିକ ମାନସ ମନ୍ଥନ କରିଆସିଛି। ତାହେଲେ ପିଲାମାନେ, ତୁମେ କେବେ ଚିନ୍ତା କରିଛ ଗୋଟେ ବସ୍ତୁକୁ, ସପୋଜ ଗୋଟେ ମୁଁ ବଲ୍ ନେଲି, ମୁଁ ଏଇ ବଲ୍ଟିକୁ ଟିକେ ଗଡ଼େଇ ଦେଲି, ସେ ଗତି କରି କରି ସ୍ଥିର ରହିଯିବ। କିଛି ସମୟ ଗତି କଲା ପରେ ସ୍ଥିର ରହିଗଲା। ତାହେଲେ ବସ୍ତୁଟି କାହିଁକି ସ୍ଥିର ରହିଲା? ବସ୍ତୁଟି କେତେବେଳେ ଗତି କରୁଛି? ବସ୍ତୁର ଗତି କରିବାର କାରଣ କ'ଣ? ସେ କାହିଁକି ଗତି କଲା? ବସ୍ତୁର ଗତି କେତେବେଳେ ବଢ଼ି ଯାଉଛି, କେତେବେଳେ କମି ଯାଉଛି, ଏସବୁ ପ୍ରଶ୍ନ ତୁମ ମନରେ କେବେ ଉଙ୍କି ମାରିଛି? ନିଶ୍ଚିନ୍ତ ଭାବରେ ଉଙ୍କି ମାରିଥିବ। କିନ୍ତୁ ତୁମେ ତା'ର କାରଣ ଖୋଜିବାକୁ ଚେଷ୍ଟା କରିନାହଁ। କିନ୍ତୁ ବୈଜ୍ଞାନିକମାନେ କେବେ ସ୍ଥିର ବସନ୍ତିନି। ସେ ସବୁବେଳେ ଚିନ୍ତା କରନ୍ତି ବସ୍ତୁଟି କାହିଁକି ସ୍ଥିର ରହୁଛି। ଯଦି ଗତି କରୁଛି, ତା'ର ଗତି କରିବାର କାରଣ କ'ଣ? ଗତି କାହିଁକି ଧୀର ହେଉଛି ଆଉ ମନ୍ଥର ହେଉଛି, ଧୀର ବା କ୍ଷିପ୍ରତର ହେଉଛି, ଦ୍ରୁତ ହେଉଛି, ଏ ବିଷୟରେ ତାଙ୍କ ମନ ସବୁବେଳେ ବିଚଳିତ ହୁଏ ତା'ର କାରଣ ଖୋଜିବା ପାଇଁ। ସେଥିପାଇଁ ବୈଜ୍ଞାନିକମାନେ କେବେ ସ୍ଥିର ବସନ୍ତିନି, ସବୁବେଳେ ତାଙ୍କ ମାନସ ମନ୍ଥନ କରି ଚାଲିଥିବ ଏ ପ୍ରଶ୍ନର ଉତ୍ତର କିଭଳି ଭାବରେ ଆମେ ପାଇବା। ତେଣୁ ଇଟାଲୀ ଦେଶର ବୈଜ୍ଞାନିକ ଗାଲିଲିଓ ଗାଲିଲେଇ ଗତି ଓ ବଳ ମଧ୍ୟରେ କ'ଣ ସମ୍ପର୍କ ଅଛି ତାହା ଜାଣିବା ପାଇଁ ଅନେକ ଗବେଷଣା କରିଥିଲେ। ଇଟାଲୀ ଦେଶର ବୈଜ୍ଞାନିକ ଗାଲିଲିଓ ଗାଲିଲେଇ ପ୍ରଥମେ ସେ ଗତି ଆଉ ବଳ ମଧ୍ୟରେ ସମ୍ପର୍କ କ'ଣ, ଗୋଟେ ବସ୍ତୁ ଗତି କାହିଁକି କରୁଛି, ନିଶ୍ଚିତ ଭାବରେ ତା ଉପରେ କିଛି ବାହ୍ୟ ବଳ ପ୍ରୟୋଗ କରିବା ଫଳରେ ସେ ଗତି କରୁଛି ଏବଂ ଗତି କଲାବେଳେ ତାପରେ ସେ ସ୍ଥିର କାହିଁକି ରହିଯାଉଛି, ଏସବୁ ଯେଉଁ କାରଣ, ଗତି ଆଉ ବଳ ମଧ୍ୟରେ କ'ଣ ସମ୍ପର୍କ ଅଛି, ସେ ବିଷୟରେ ଜାଣିବା ପାଇଁ ଅନେକ ଗବେଷଣା କରିଥିଲେ ଓ ସେ ବିଷୟରେ ଅନେକ ମୌଳିକ ତଥ୍ୟ ମଧ୍ୟ ପ୍ରକାଶ କରିଥିଲେ। ଗାଲିଲିଓଙ୍କ ବଳ ଓ ଗତି ସମ୍ପର୍କୀୟ ସେହି ମୌଳିକ ଧାରଣାଗୁଡ଼ିକୁ ଆଇଜାକ୍ ନ୍ୟୁଟନ ଅଧିକ ଅଧ୍ୟୟନ କରି ବସ୍ତୁମାନଙ୍କ ଗତି ସମ୍ପର୍କରେ 3ଟି ମୌଳିକ ନିୟମ ଉପସ୍ଥାପନ କରିଥିଲେ। ତାହେଲେ ଗାଲିଲିଓଙ୍କ ବଳ ଗତି ସମ୍ପର୍କୀୟ ତଥ୍ୟକୁ, ମୌଳିକ ଧାରଣାଗୁଡ଼ିକୁ ନେଇ ଆଇଜାକ୍ ନ୍ୟୁଟନ ଆଉ ଟିକେ ଅଧିକ ଅଧ୍ୟୟନ କରି ବସ୍ତୁମାନଙ୍କର ଗତି ସମ୍ପର୍କରେ 3ଟି ମୌଳିକ ନିୟମ ସେ ଉପସ୍ଥାପନ କରିପାରିଥିଲେ। ସେ 3ଟି ମୌଳିକ ନିୟମ କ'ଣ? ନା ନ୍ୟୁଟନଙ୍କ ପ୍ରଥମ ଗତି ନିୟମ, ନ୍ୟୁଟନଙ୍କ ଦ୍ୱିତୀୟ ଗତି ନିୟମ, ନ୍ୟୁଟନଙ୍କ ତୃତୀୟ ଗତି ନିୟମ। ଏହି 3ଟି ମୌଳିକ ନିୟମକୁ କ'ଣ କୁହାଯାଏ? ନ୍ୟୁଟନଙ୍କ ଗତି ନିୟମ ବୋଲି କୁହାଯାଏ। ନ୍ୟୁଟନ୍ସ ଲଜ୍ ଅଫ୍ ମୋସନ୍। ତାହେଲେ ପିଲାମାନେ, ନ୍ୟୁଟନଙ୍କ 3ଟି ମୌଳିକ ନିୟମ ଜାଣିଲ କ'ଣ? ନା ନ୍ୟୁଟନଙ୍କ ପ୍ରଥମ ଗତି ନିୟମ, ନ୍ୟୁଟନଙ୍କ ଦ୍ୱିତୀୟ ଗତି ନିୟମ, ନ୍ୟୁଟନଙ୍କ ତୃତୀୟ ଗତି ନିୟମ। ତାହେଲେ ଏହି 3ଟି ମୌଳିକ ନିୟମକୁ ନ୍ୟୁଟନଙ୍କ ଗତି ନିୟମ ବୋଲି କୁହାଯାଏ। ତାହେଲେ ନ୍ୟୁଟନ ପ୍ରତ୍ୟେକ ନିୟମର ବ୍ୟାଖ୍ୟା କରିଥିଲେ ଓ ନିୟମଗୁଡ଼ିକୁ ସୁନ୍ଦର ଭାବରେ ବୁଝାଇଥିଲେ। ତାହେଲେ ଆମେ ପ୍ରଥମେ ଏବେ ଜାଣିବା ପ୍ରଥମ ନ୍ୟୁଟନଙ୍କ ପ୍ରଥମ ଗତି ନିୟମ।
ନ୍ୟୁଟନ୍ସ ଫାର୍ଷ୍ଟ ଲ ଅଫ୍ ମୋସନ୍। ତାହେଲେ ପିଲାମାନେ ତୁମେ ଦେଖିଥିବ ଘରେ ଯେତେବେଳେ ବସିଥିବ ତୁମେ ଦେଖୁଥିବ ଫ୍ରିଜ୍ ଜାଗାରେ ଫ୍ରିଜ୍ ଅଛି, ଫ୍ରିଜ୍ ଯେଉଁଠି ରଖାଯାଇଛି ସେଇଠି ସ୍ଥିର ଅଛି, ଟିଭି ବି ଯେଉଁଠି ରଖାଯାଇଛି ସ୍ଥିର ଅଛି, ଗୋଟେ ବଲ୍କୁ ଦେଖ ଯେଉଁଠି ଅଛି ସେ ସ୍ଥିର ଅଛି। ଯେପର୍ଯ୍ୟନ୍ତ ତାକୁ ଆମେ ବାହ୍ୟ ବଳ କିଛି ନ ଦେଇଛେ ସେ ଗତି କରିବନି। ଏଇଠି ଦେଖ ଗୋଟେ ସାନିଟାଇଜର୍ ଥୁଆ ହେଇଛି, ସିଏ ମଧ୍ୟ ସ୍ଥିର ଅଛି ଯେଉଁଠି। ଏଠି ଦେଖ ଏଠି ଆମେ ଗୋଟେ ଗ୍ଲାସ୍ ବଲ୍ ରଖିଛେ, ସିଏ ମଧ୍ୟ ସ୍ଥିର ଅଛି। ତେଣୁକରି ଯେକୌଣସି ଘରେ ବି ତୁମେ ଟେବୁଲ୍, ଚେୟାର, ଖଟ ଯାହା ବି ଦେଖୁଛ ସବୁ ନିଜ ନିଜ ଜାଗାରେ ସ୍ଥିର ଅଛି। ଏମାନେ ଆପେ ଆପେ ନିଜର ସ୍ଥିର ଅବସ୍ଥାରେ କୌଣସି ପରିବର୍ତ୍ତନ କରିପାରନ୍ତି ନାହିଁ। ତୁମେ ଦେଖିଛ କି ଖଟ ଛାଁ ଛାଁ ତା ନିଜ ଜାଗାରୁ ପଳାଇଯିବ କି? ଟେବୁଲ୍ ତା ଜାଗାରୁ ଯେଉଁଠି ରଖାଯାଇଛି ସେ ତା ଜାଗାରୁ ଛାଁ ଛାଁ ପଳାଇଯିବ କି? ଯେପର୍ଯ୍ୟନ୍ତ ଆମେ ତାକୁ ନ ଉଠେଇଛେ ସେ ଜାଗାରୁ ସିଏ ତାର ସ୍ଥାନ ପରିବର୍ତ୍ତନ କରିବ ନାହିଁ, କୌଣସି ପରିବର୍ତ୍ତନ କରିବ ନାହିଁ। ଅର୍ଥାତ୍ ଆପେ ଆପେ ଗତି କରିପାରନ୍ତି ନାହିଁ। ଅର୍ଥାତ୍ ସେଇ ବସ୍ତୁଗୁଡ଼ିକ ଆମ ଘରେ ଯାହା ସବୁ ଆମେ ଦୈନନ୍ଦିନ ଜୀବନରେ ଆମେ ଦେଖୁଛୁ ଆମ ଘରେ ଖଟ, ଚେୟାର, ବେଞ୍ଚ, ଟେବୁଲ୍, ସୋଫା, ଫ୍ରିଜ୍ ସବୁ ନିଜ ନିଜ ଜାଗାରେ ସ୍ଥିର ଥାନ୍ତି। ସେ ଆପେ ଆପେ କେବେ ଗତି କରନ୍ତି ନାହିଁ। ମାତ୍ର ଆମେ ଯଦି ବଳ ପ୍ରୟୋଗ କରିବା, 2 ଜଣ ଲୋକ ଯିବା, ଆମେ କ'ଣ କରିବା? ସେ ଟେବୁଲ୍କୁ ଧରିକି ଉଠେଇବା। ତାହେଲେ କ'ଣ ହେବ ସେତେବେଳେ ପିଲାମାନେ? ସେ ଟେବୁଲ୍ଟି ଗୋଟିଏ ଜାଗାରୁ ଅନ୍ୟ ଜାଗାରୁ ସ୍ଥାନାନ୍ତରିତ ହୋଇଯିବ। ହଁ କି ନା? ତୁମେ ଦେଖିଥିବ, ତୁମେ ସ୍କୁଲରେ ବି ପଢ଼ିଲା ବେଳେ ତୁମକୁ ଦିଦି ସାର୍ ମାନେ କହୁଥିବେ, ପିଲା ଟିକେ ଶୁଣିଲ, ଏ ଟେବୁଲ୍ଟାକୁ ଟିକେ ଏଇଠୁ ଟିକେ ଘୁଞ୍ଚେଇ ଦେଲ। ତୁମେମାନେ କ'ଣ କର? ଟେବୁଲ୍ଟାକୁ 2 ଜଣ ଧରିକି ଏପଟ ସେପଟୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସ୍ଥାନାନ୍ତର କରିଦିଅ। କେତେବେଳେ ସମ୍ଭବ ହେଲା? ସେ କ'ଣ ଛାଁ ଛାଁ ଆପେ ଆପେ ତା ଜାଗାରୁ ଉଠିଲା କି? ନାଇଁ, ଉଠିଲାନି। ତା ଉପରେ ଆମେ କିଛି ବଳ ପ୍ରୟୋଗ କଲେ, ଆମର ଯେଉଁ ମାଂସପେଶୀୟ ବଳ କିଛି ପ୍ରୟୋଗ କରିବା ଦ୍ୱାରା, କିଛି ବାହ୍ୟ ବଳ ଦେବା ଦ୍ୱାରା, ଯାହାଫଳରେ ସେ ଟେବୁଲ୍ଟି ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ଉଠିଲା। ଯେକୌଣସି ଚାଉଳ ବସ୍ତା ହେଉ, ବାକ୍ସ ହେଉ, ଆଲମାରି ହେଉ, ଆମେ ତାକୁ କିଛି ଟାଣିବା ବଳ ବା ଠେଲିବା ବଳ ବା ଅନ୍ୟ କୌଣସି ବଳ ଦେଇ ଆମେ ତାକୁ ସ୍ଥାନାନ୍ତର କରିପାରୁଛୁ, ତା ସ୍ଥାନରେ ପରିବର୍ତ୍ତନ କରିପାରୁଛୁ। ଘର କୋଣରେ ପଡ଼ିଥିବା ଏକ ଟେବୁଲ୍କୁ ଟାଣିଲେ ତାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚିଯାଏ। ଯଦି ଆମେ ଦେଖ ପିଲାମାନେ ଗୋଟେ ପିଲାକୁ ଡାକିବା, ସେ କମ୍ ବଳ ପ୍ରୟୋଗ କରି ଟେବୁଲ୍କୁ, ତାର ବଳ ନାହିଁ, ତାର ଶକ୍ତି ନାହିଁ, ସେ ତେଣୁକରି ଧୀରେ କିନି ଉଠଉଛି, ଟେବୁଲ୍କୁ ଉଠେଇ ପାରିଲା ନାହିଁ। କିନ୍ତୁ ଗୋଟେ ମୋଟା ସୋଟା ପିଲାକୁ ଆମେ ଡାକିବା ସେ ଟେବୁଲ୍ଟିକି ଉଠେଇ ପାଇଁ, ସିଏ କିନ୍ତୁ ଏକାଥରେ ପୁରା ସେ ଟେବୁଲ୍କୁ ଉଠେଇ ଆଉ ଗୋଟେ ଜାଗାକୁ ନେଇପାରିବ। ତାହେଲେ ଆମେ ଯେତେ ଅଧିକ ବଳ ପ୍ରୟୋଗ କରିବା ଟେବୁଲ୍ଟି ସେତେ ଶୀଘ୍ର ସ୍ଥାନାନ୍ତରିତ ହୋଇପାରିବ। ତାହେଲେ ଆମେ ବସ୍ତୁ ଉପରେ ଉପଯୁକ୍ତ ବଳ ପ୍ରୟୋଗ କରି ଯେକୌଣସି ଦିଗକୁ ଆମେ ଘୁଞ୍ଚେଇ ପାରିବା। ତାହେଲେ ଆମେ ଆମ ଜୀବନର ଏହି ପ୍ରକାର ଅନେକ ଅନୁଭୂତି ଆମ ନଜରରେ ଆସିଥାଏ। ତାହେଲେ ଏହି ଅନୁଭୂତିକୁ ଭିତ୍ତି କରି ନ୍ୟୁଟନ୍ ତାଙ୍କର ପ୍ରଥମ ଗତି ନିୟମର ବ୍ୟାଖ୍ୟା କରିଥିଲେ। ଆମ ଜୀବନରେ ଅନେକ ଆମ ନଜରରେ ବହୁତ ଗୁଡ଼ିକ କ'ଣ ଆସୁଛି? ଅନୁଭୂତି ଆସୁଛି, ଆମେ ଘରେ ଯାହା ଦେଖୁଛୁ। ତେଣୁ ଯାହାଫଳରେ ଏହିସବୁ ଅନୁଭୂତିକୁ ଭିତ୍ତି କରି ନ୍ୟୁଟନ୍ ତାଙ୍କର ପ୍ରଥମ ଗତି ନିୟମର ବ୍ୟାଖ୍ୟା କରିଥିଲେ। କ'ଣ କରିଥିଲେ ପିଲାମାନେ ଦେଖ, ଗୋଟେ ବସ୍ତୁ ତାର ସ୍ଥିରାବସ୍ଥାରେ ବା ସରଳ ରୈଖିକ ସମଗତି ଅବସ୍ଥାରେ ଅନବରତ ରହିଥାଏ ଯେ ପର୍ଯ୍ୟନ୍ତ ତାର ସେହି ଅବସ୍ଥାକୁ ପରିବର୍ତ୍ତନ କରିବା ପାଇଁ କୌଣସି ବାହ୍ୟ ବଳ ବସ୍ତୁ ଉପରେ ପ୍ରୟୋଗ କରାଯାଇନଥାଏ। ତାହେଲେ ପିଲାମାନେ ନ୍ୟୁଟନଙ୍କ ପ୍ରଥମ ଗତି ନିୟମର ବ୍ୟାଖ୍ୟା କ'ଣ ଥିଲା ଦେଖିଲ? କ'ଣ ଥିଲା? କ'ଣ ଅଛି? ଗୋଟିଏ ବସ୍ତୁ ତାର ସ୍ଥିର ଅବସ୍ଥାରେ ଯଦି ସ୍ଥିର ଅଛି ସେ ସ୍ଥିର ରହିବ। ଯଦି ସେ ସରଳ ରେଖାରେ ସମଗତି ଅବସ୍ଥାରେ ଅନବରତ ଗତି କରୁଛି, ତାହେଲେ ସମଗତିରେ ଅନବରତ ଗତି କରି ଚାଲିଥିବ। କେତେ ପର୍ଯ୍ୟନ୍ତ? ଯେ ପର୍ଯ୍ୟନ୍ତ ତା ଉପରେ
ସେଇ ଅବସ୍ଥାକୁ ପରିବର୍ତ୍ତନ କରିବା ପାଇଁ କୌଣସି ବାହ୍ୟ ବଳ ପ୍ରୟୋଗ କରାଯାଇ ନଥାଏ। ସେ ପର୍ଯ୍ୟନ୍ତ ସେ ବସ୍ତୁଟି ସ୍ଥିର ଯଦି ଥିବ ସ୍ଥିର ଅବସ୍ଥାରେ ରହିବ ଏବଂ ସରଳ ରୈଖିକ ସମଗତି ଅବସ୍ଥାରେ ଯଦି ଅନବରତ ରହିଥାଏ ତାହେଲେ ଅନବରତ ସମଗତି ଅବସ୍ଥାରେ ଗତି କରି ଚାଲିଥିବ। ଆମେ ଯେ ପର୍ଯ୍ୟନ୍ତ ବାହାରୁ କିଛି ବାହ୍ୟ ବଳ ପ୍ରୟୋଗ ନ କରିଥିବା ସେ ପର୍ଯ୍ୟନ୍ତ ସେ ତାର ସ୍ଥିର ଅବସ୍ଥାରେ ବା ସରଳ ରୈଖିକ ସମଗତି ଅବସ୍ଥାରେ କୌଣସି ପରିବର୍ତ୍ତନ କରିବ ନାହିଁ। ପିଲାମାନେ ବୁଝିପାରିଲ? ଯେମିତିକି ଏଇ ବଲ୍ଟି ସ୍ଥିର ଅଛି, ହଁ କି ନା? ତମେ ଦେଖିପାରୁଛ ବଲ୍ଟି ସ୍ଥିର ଅଛି କି ନାହିଁ? କେତେ ପର୍ଯ୍ୟନ୍ତ କେତେ ସମୟ ପର୍ଯ୍ୟନ୍ତ ସ୍ଥିର ଅଛି? ମୁଁ ଯେ ପର୍ଯ୍ୟନ୍ତ ତା ଉପରେ କିଛି ବାହ୍ୟ ବଳ ନ ଦେଇଛି ସେ ସ୍ଥିର ଅଛି, ହଁ କି ନା? ମୁଁ ତାପରେ ଯେ ପର୍ଯ୍ୟନ୍ତ ବାହ୍ୟ ବଳ ପ୍ରୟୋଗ ନ କରିଛି ସେ ପର୍ଯ୍ୟନ୍ତ ସ୍ଥିର ଅବସ୍ଥାରେ ରହିଥାଏ। ବୁଝିପାରିଲ? ଠିକ୍ ସେହିପରି ଏଠି ଦେଖ, ବସ୍ତୁ ତାର ସ୍ଥିତାବସ୍ଥା ବା ଗତିର ଅବସ୍ଥାର ପରିବର୍ତ୍ତନକୁ ବିରୋଧ କରେ। ତାହେଲେ ଏଠି ବସ୍ତୁ କ'ଣ କରୁଛି? ତାର ସ୍ଥିତାବସ୍ଥା, ତା ସ୍ଥିର ଅବସ୍ଥା, ସ୍ଥିର ଯଦି ଅବସ୍ଥାରେ ଅଛି ସେ ସ୍ଥିର ଅବସ୍ଥାକୁ ସେ କ'ଣ କରୁଛି? ବିରୋଧ କରୁଛି। ଯଦି ଗତି କରୁଛି ଗତିର ଅବସ୍ଥାରେ ମଧ୍ୟ ତାର ପରିବର୍ତ୍ତନ, ଗତିର ଅବସ୍ଥାରେ ପରିବର୍ତ୍ତନକୁ ସେ କ'ଣ କରୁଛି? ନା ବିରୋଧ କରେ। ବସ୍ତୁ ସ୍ଥିର ହୋଇ ରହିଥିଲେ ସ୍ଥିର ହୋଇ ରହିବାକୁ ଇଚ୍ଛା କରେ କିମ୍ବା ସମଗତିରେ ଯାଉଥିଲେ ନିଜର ସମଗତି ବଜାୟ ରଖିବାକୁ ଇଚ୍ଛା କରେ। ତାହେଲେ ପିଲାମାନେ ତୁମେ ଦେଖିଲ ଗୋଟେ ବସ୍ତୁର ତାର ଗୁଣ ହେଉଛି ସେ ସ୍ଥିର ଥିଲେ ସ୍ଥିର ରହିବାକୁ ଇଚ୍ଛା କରେ, ଆଉ ଯଦି ସମଗତିରେ ଗତି କରୁଥିବ ତାହେଲେ ସେ ସମଗତିରେ ଗତି କରିବାକୁ ଇଚ୍ଛା କରେ। ନିଜର ସ୍ଥିରାବସ୍ଥା ବା ସରଳ ରୈଖିକ ସମଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ବସ୍ତୁର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଥାଏ ତାହାକୁ ବସ୍ତୁର ଜଡ଼ତ୍ୱ କୁହାଯାଏ। ତାହେଲେ ପିଲାମାନେ ଏଠି ଗୋଟେ ନୂଆ ଶବ୍ଦଟି ଶୁଣିଲ ନାହିଁ, ଜଡ଼ତ୍ୱ। ତାହେଲେ କ'ଣ ଜାଣିଛ ଜଡ଼ତ୍ୱ କ'ଣ କହିଲା? ନା ଯେତେବେଳେ ବସ୍ତୁଟି ତାର ସ୍ଥିରାବସ୍ଥା ବା ସରଳ ରୈଖିକ ସ୍ଥିର ଅବସ୍ଥାରେ ରହିଥିବ କିମ୍ବା ସରଳ ରୈଖିକ ସମଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ବସ୍ତୁର ଯେଉଁ ପ୍ରାକୃତିକ ପ୍ରବୃତ୍ତି, ନ୍ୟାଚୁରାଲ୍ ଟେଣ୍ଡେନ୍ସି, ତାର ଗୋଟେ ଗୁଣ, ବସ୍ତୁର ନିଜର ଗୋଟେ ଗୁଣ ଅଛି। ସ୍ଥିର ଯଦି ଅଛି ସେ ସ୍ଥିର ରହିବାକୁ ଇଚ୍ଛା କରିବ ଏବଂ ସରଳ ରୈଖିକ ସମଗତି ଅବସ୍ଥାରେ ଯଦି ଗତି କରୁଛି ତାହେଲେ ସରଳ ରୈଖିକ ସମଗତିରେ ଯିବା ପାଇଁ ସେ ଇଚ୍ଛା କରିବ। ଏଇଟା ହେଉଛି ତାର ପ୍ରାକୃତିକ ପ୍ରବୃତ୍ତି, ତାର ଗୋଟେ ଗୁଣ ବା ନ୍ୟାଚୁରାଲ୍ ଟେଣ୍ଡେନ୍ସି, ପ୍ରାକୃତିକ ପ୍ରବୃତ୍ତି। ବୁଝିପାରିଲ? ତାହାକୁ ସେଇ ଗୁଣକୁ ବସ୍ତୁର କ'ଣ କୁହାଗଲା? ଜଡ଼ତ୍ୱ। ବସ୍ତୁର ଜଡ଼ତ୍ୱ, ତାକୁ ଇଂଲିଶରେ ଆମେ କ'ଣ କୁହାଯାଏ? ଇନର୍ସିଆ। ତେଣୁ ଜଡ଼ତ୍ୱ କାହାକୁ କୁହାଯାଏ ବୁଝିପାରିଲ? ଯେତେବେଳେ ବସ୍ତୁଟି ନିଜର ସ୍ଥିରାବସ୍ଥା ବା ସରଳ ରୈଖିକ ସମଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ବସ୍ତୁର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଥାଏ, ଯେଉଁ ତାର ପ୍ରାକୃତିକ ପ୍ରବୃତ୍ତି ଗୋଟେ ଗୁଣ, ବସ୍ତୁର ଗୋଟେ ନିଜସ୍ୱ ଗୁଣ, ତାହାକୁ ବସ୍ତୁର ଜଡ଼ତ୍ୱ ବୋଲି କୁହାଯାଏ। ବୁଝିପାରିଲ ପିଲାମାନେ? ବସ୍ତୁର ଏହି ଗୁଣ ଯୋଗୁଁ ନ୍ୟୁଟନଙ୍କ ପ୍ରଥମ ଗତି ନିୟମକୁ ଅନେକ ଜଡ଼ତ୍ୱର ନିୟମ କୁହନ୍ତି। କାରଣ ପିଲାମାନେ ଏଠି ନ୍ୟୁଟନଙ୍କ ପ୍ରଥମ ଗତି ନିୟମ କାହା ବିଷୟରେ କହିଲା? ବସ୍ତୁର ଜଡ଼ତ୍ୱ ବିଷୟରେ କହିଲା। ତେଣୁକରି ନ୍ୟୁଟନଙ୍କ ପ୍ରଥମ ଗତି ନିୟମକୁ ଜଡ଼ତ୍ୱର ନିୟମ କୁହାଯାଏ। କାହିଁକି ନା ସେଇ ନ୍ୟୁଟନଙ୍କ ପ୍ରଥମ ଗତି ନିୟମରୁ ହିଁ ବସ୍ତୁର ଜଡ଼ତ୍ୱ ବିଷୟରେ ଧାରଣା ଆସିଲା। ଜଡ଼ତ୍ୱ ଗୋଟେ କ'ଣ ସେ ବିଷୟରେ ଧାରଣା ଆସିଲା। ସେଥିପାଇଁ ନ୍ୟୁଟନଙ୍କ ପ୍ରଥମ ଗତି ନିୟମକୁ ବହୁତ କ'ଣ କୁହନ୍ତି? ଜଡ଼ତ୍ୱର ନିୟମ ମଧ୍ୟ କୁହାଯାଏ। ବା ଆମେ ପଢ଼ିବା, ଯଦି କ୍ୱେଶ୍ଚିନ୍ ପଡ଼େ ଜଡ଼ତ୍ୱର ନିୟମ କାହାକୁ କୁହାଯାଏ? ନା ନ୍ୟୁଟନଙ୍କ ପ୍ରଥମ ଗତି ନିୟମକୁ ଜଡ଼ତ୍ୱର ନିୟମ କୁହାଯାଏ। ପ୍ରଥମ ଗତି ନିୟମକୁ ଆମେ ଜଡ଼ତ୍ୱ ସମ୍ପର୍କରେ ସୂଚନା ଦିଏ, ତାହେଲେ ନ୍ୟୁଟନଙ୍କ ପ୍ରଥମ ଗତି ନିୟମ କାହା ଉପରେ ସୂଚନା ଦିଏ? ନା ବସ୍ତୁର ଜଡ଼ତ୍ୱ ବିଷୟରେ ସୂଚନା ଦିଏ। ତାହେଲେ ନେକ୍ସଟ ପଢ଼ିବା। ଦେଖ ପିଲାମାନେ ଗୋଟେ ଏକ୍ଜାମ୍ପଲ୍ ନେବା। ଆମେ ଏଇ ଜଡ଼ତ୍ୱ ବିଷୟରେ ଜାଣିବା ପାଇଁ ନ୍ୟୁଟନଙ୍କ ପ୍ରଥମ ଗତି ନିୟମକୁ ଆପ୍ଲାଏ କରି ଆମେ କିଛି ଏଠି ଦେଇଛି। ତୁମେ ସାଧାରଣତଃ ଦୈନନ୍ଦିନ ଜୀବନରେ ତୁମେ ଦେଖୁଥିବ ବା ତୁମେ ଅନୁଭବ କରିଥିବ। କ'ଣ ଦେଇଛି ଦେଖ? ମଟର
ବସ୍ ଆଦି ଯାନରେ ଯାଉଥିବା ବେଳେ ଆମର କିଛି ସାଧାରଣ ଅନୁଭୂତି ଅଛି ଯାହାକୁ ଆମେ ଜଡ଼ତ୍ୱର ନିୟମ ଦ୍ୱାରା ବୁଝାଇ ପାରିବା। କାହିଁକି ଏସବୁ ଘଟୁଛି, ତା'ର କାରଣ କ'ଣ? ଏଇ ଯେଉଁ ଜଡ଼ତ୍ୱ ବିଷୟରେ ଆମେ ଜଡ଼ତ୍ୱକୁ ଆଧାର କରି ଆମେ ବୁଝେଇ ପାରିବା କ'ଣ ପାଇଁ ହେଲା। ତାହେଲେ କ'ଣ ହେଉଛି ଦେଖିବା। ତୁମେମାନେ ସାଧାରଣ ଦେଖିଛ, ଯେତେବେଳେ ଗୋଟେ ବସ୍ଟି ଦ୍ରୁତଗାମୀ ବସ୍ରେ ଠିଆ ହୋଇ ଯାଉଥିବା ବେଳେ, ତୁମେ ଗୋଟେ ଦ୍ରୁତଗାମୀ ବସ୍ ଅଛି, ବହୁ ଜୋରରେ ଯାଉଥିବା ଗୋଟେ ବସ୍ରେ ଠିଆ ହୋଇ ତୁମେ ଯାଉଥିଲା ବେଳେ ବସ୍ ଚାଳକ ହଠାତ୍ ବ୍ରେକ୍ ମାରିଲେ ଆମେ ଆଗକୁ ପଡ଼ିଯାଉ। କାହିଁକି ଦେଖିଛ କି ନାହିଁ? ତୁମେ ସାଧାରଣ ଅନୁଭବ କରିଥିବ, ଯେତେବେଳେ ବସ୍ରେ ତୁମେ କେବେ ଦୂର ଜାଗାକୁ ଯାଇଥିବ, ତୁମେ ଦେଖିଥିବ ସେ ବସ୍ଟି ବହୁ ଜୋରରେ ଯାଉଛି। ତୁମେ ବି ମଧ୍ୟ ବସ୍ଟି ଯେତେ ପରିବେଗରେ ଯାଉଛି, ତୁମେ ମଧ୍ୟ ବସ୍ ସହିତ ସେତେ ପରିବେଗରେ କ'ଣ କରୁଛ ନା ଗତି କରୁଛ। ବୁଝିପାରୁଛ କି ନାହିଁ? ତାହେଲେ ଯେତେବେଳେ ବସ୍ ଚାଳକ ହଠାତ୍ ବ୍ରେକ୍ ମାରେ, ତୁମେମାନେ ଆଗକୁ ପଡ଼ିଯାଅ। ଏହାର କାରଣ କ'ଣ? ତାହେଲେ ଦେଖିବା କାରଣ କ'ଣ। ଦ୍ରୁତଗାମୀ ବସ୍ରେ ଠିଆ ହୋଇ ଯାଉଥିଲା ବେଳେ ଆମେ ମଧ୍ୟ ବସ୍ ସାଙ୍ଗରେ ସମାନ ପରିବେଗରେ ଆଗକୁ ଗତି କରୁ। ତାହେଲେ ଏବେ କହିଲା ନ୍ୟୁଟନଙ୍କ ପ୍ରଥମ ଗତି ନିୟମ କ'ଣ କହିଲା? ଗୋଟେ ବସ୍ତୁ ଯଦି ସ୍ଥିର ଅଛି ସେ ସ୍ଥିର ରହିବାକୁ ଇଚ୍ଛା କରିବ, ଯଦି ସରଳ ରେଖିକ ସମଗତିରେ ଯାଉଛି ତାହେଲେ ସେ ସମଗତିରେ ଯିବାକୁ ଇଚ୍ଛା କରିବ। ତାହେଲେ ବସ୍ଟି ଦ୍ରୁତ ଗତିରେ ଯାଉଥିଲା, ତାହେଲେ ତୁମେ ସେ ବସ୍ରେ ଠିଆ ହେଇଥିଲ, ତାହେଲେ ବସ୍ଟି ଯଦି ଦ୍ରୁତ ଗତିରେ ଯାଉଛି, ତୁମେ ମଧ୍ୟ ସେଇ ସମାନ ପରିବେଗରେ, ବସ୍ର ପରିବେଗ ଯେତିକି, ତୁମେ ମଧ୍ୟ ବସ୍ ସାଙ୍ଗରେ ସମାନ ପରିବେଗରେ ଆଗକୁ ଗତି କରୁଛ କି ନାହିଁ? ବସ୍ ଡ୍ରାଇଭର କ'ଣ କଲା? ହଠାତ୍ କରି ବ୍ରେକ୍ ମାରିଲେ, ବସ୍ର ଗତି ତତ୍କ୍ଷଣାତ୍ କମିଯାଏ। ତାହେଲେ କହିଲ, ସେ ଯେଉଁ ବ୍ରେକ୍ ବଳ ବସ୍ ଡ୍ରାଇଭର କାହା ଉପରେ ମାରିଲା? ବସ୍ର ଇଞ୍ଜିନ୍ ଉପରେ, ନାଇଁ କି? ବସ୍ ଡ୍ରାଇଭର ବ୍ରେକ୍ ମାରିଲା, ତାହେଲେ ସେଇ ବ୍ରେକ୍ ନାମକ ବଳଟି କାହା ଉପରେ ପଡ଼ିଲା? ନା ଇଞ୍ଜିନ୍ ଉପରେ, ବସ୍ର ଇଞ୍ଜିନ୍ ଉପରେ। ତୁମ ଉପରେ ପଡ଼ିଛି କି? ତୁମ ଉପରେ ପଡ଼ିନି, ବସ୍ ଉପରେ ପଡ଼ିଲା। ବସ୍ ଉପରେ ପଡ଼ିବା ଦ୍ୱାରା ବସ୍ ଯେଉଁ ପରିବେଗରେ ଗତି କରୁଥିଲା ସେ ତା'ର ଗତିକୁ କ'ଣ କଲା? ସଙ୍ଗେ ସଙ୍ଗେ ତତ୍କ୍ଷଣାତ୍ କମିଗଲା। କିନ୍ତୁ ତୁମେ କ'ଣ କରୁଥିଲ? ତୁମେ ବସ୍ର ସମାନ ପରିବେଗରେ, ବସ୍ ସହିତ ସମାନ ପରିବେଗରେ ଗତି କରୁଥିଲ। ତୁମର ଜଡ଼ତ୍ୱ, ଯେହେତୁ ବସ୍ତୁର ଜଡ଼ତ୍ୱ ହେଉଛି ଯେଉଁ ପରିବେଗରେ ସେ ଯାଉଛି, ସେ ସେଇ ସମ ପରିବେଗରେ ଯିବାକୁ ଇଚ୍ଛା କରିବ। ତମେ ବି ଚାହୁଁଛ କ'ଣ? ମୁଁ ଯେଉଁ ପରିବେଗରେ ଯାଉଥିଲି ସେଇ ବେଗରେ ଯିବା ପାଇଁ। ତମ ଉପରେ ତ ବଳ ପ୍ରୟୋଗ କରାଯାଇନଥିଲା। ତେଣୁ ତୁମେ ସେତେବେଳେ କ'ଣ ହେବ? ମାତ୍ର ଆମ ଶରୀର ଉପରେ କୌଣସି ବ୍ରେକ୍ ବଳ କାର୍ଯ୍ୟ କରେ ନା। ତୁମ ଉପରେ କୌଣସି ବ୍ରେକ୍ ବଳ କାର୍ଯ୍ୟ କରେ ନା, କାରଣ ଏ ବ୍ରେକ୍ ବଳଟି ଡ୍ରାଇଭର ବସ୍ର ଇଞ୍ଜିନ୍ ଉପରେ ପକାଇଥିଲା। ବୁଝିପାରୁଛ କି ନାହିଁ? ତେଣୁ ଜଡ଼ତ୍ୱ ଧର୍ମ ଯୋଗୁଁ, ଜଡ଼ତ୍ୱର ଧର୍ମ କ'ଣ? ଯେଉଁ ବସ୍ତୁ ସମ ପରିବେଗରେ ଯାଉଛି ବା ସ୍ଥିର ଅବସ୍ଥାରେ ରହିଛି, ସେ ତା'ର ସେଇ ଅବସ୍ଥାଟାକୁ ବଜାଇ ରଖିବାକୁ ଇଚ୍ଛା କରେ। ତା'ର ହେଉଛି ପ୍ରାକୃତିକ ପ୍ରବୃତ୍ତି, ସେଇଟା ତା'ର। କିନ୍ତୁ ତୁମର ପ୍ରାକୃତିକ ପ୍ରବୃତ୍ତି, ତୁମେ ଯେଉଁ ପରିବେଗରେ ଯାଉଥିଲ ସେଇ ପରିବେଗରେ ଯିବାକୁ ଇଚ୍ଛା କରିବ। କିନ୍ତୁ ହଠାତ୍ ଯେତେବେଳେ ଡ୍ରାଇଭର ବ୍ରେକ୍ ବଳଟି ଇଞ୍ଜିନ୍ ଉପରେ ପକାଇଦେଲା, ଯାହାଫଳରେ ବସ୍ଟି ତତ୍କ୍ଷଣାତ୍ ତା'ର କ'ଣ ଗତି କମିଗଲା, ସେତେବେଳେ ତୁମେ କ'ଣ ହେଲ? ହଠାତ୍ ଆଗକୁ ଝୁଙ୍କି ପଡ଼ିଲ, ଆଗକୁ ପଡ଼ିଯାଅ। ବୁଝିପାରୁଛ ନାହିଁ? ତାହେଲେ ଆଗକୁ ପଡ଼ିଯାଅ। ଏଠି ତୁମେ ଦେଖୁଥିବ ବସ୍ଟି ଦ୍ରୁତ ଗତିରେ ଚାଲୁଥିଲା, ତୁମେ ସ୍ଥିର ବସିଥିଲ। ବୁଝିଛ କି ନାହିଁ? ଯେତେବେଳେ ସେ ହଠାତ୍ ବ୍ରେକ୍ ବଳ ମାରିଦେଲେ, କାହା ଉପରେ? ନା ବସ୍ର ଇଞ୍ଜିନ୍ ଉପରେ। ତୁମ ଉପରେ ପଡ଼ିନି, ତୁମେ ବସ୍ ସହିତ ସମ ପରିବେଗରେ ଗତି କରୁଥିଲ। ତୁମେ ବି ତମର ଜଡ଼ତ୍ୱ ଗୁଣ ଯୋଗୁଁ ତୁମେ ଚାହିଁବ ସେଇ ସମ ପରିବେଗରେ ଯିବା ପାଇଁ। କିନ୍ତୁ ବ୍ରେକ୍ ବଳ ବସ୍ର ଇଞ୍ଜିନ୍ ଉପରେ ପଡ଼ିବା ଦ୍ୱାରା ବସ୍ଟି ତତ୍କ୍ଷଣାତ୍ ତା'ର ଗତି କମିଗଲା। କିନ୍ତୁ ତୁମେ ସମ ପରିବେଗରେ ଆଗକୁ ଯିବାକୁ ଚେଷ୍ଟା କରୁଛ। ସେଥିପାଇଁ ଏଠି ଗତିର ଜଡ଼ତ୍ୱ ଯୋଗୁଁ ତୁମେ କ'ଣ ଗତି କରିବାକୁ ଚାହିଁଲ, ସେଥିପାଇଁ ଆଗକୁ ଝୁଙ୍କି ପଡ଼ିଲ। ବୁଝିପାରିଲ ପିଲାମାନେ? ଜଡ଼ତ୍ୱ ଧର୍ମ ଯୋଗୁଁ ଆମେ ଆମର ଗତିଶୀଳ ଅବସ୍ଥାକୁ ବଜାୟ ରଖିବାକୁ ଚାହୁଁ, ଆମେ ତେଣୁ ଆଗକୁ ଝୁଙ୍କି ପଡ଼ୁ। ଏହା ଫଳରେ ଆମେ ଅନେକ ସମୟରେ ଆଘାତପ୍ରାପ୍ତ ବି ହେଉଥାଉ। ତେଣୁ ଏଇ ଆଘାତପ୍ରାପ୍ତରୁ ବଞ୍ଚିବା ପାଇଁ, ରକ୍ଷା ହେବା ପାଇଁ, ତେଣୁ ତୁମେମାନେ ଦେଖିଛ କାରରେ, ବସ୍ରେ ଯିବାବେଳେ କାରରେ ବସିଥିବା ଯାତ୍ରୀମାନଙ୍କୁ ସୁରକ୍ଷା ବେଲ୍ଟ ବାନ୍ଧିବାକୁ କୁହାଯାଇଥାଏ। ତାହେଲେ ଏଇ ହଠାତ୍ ବ୍ରେକ୍ ମାରିବା ଫଳରେ କାର୍ ଚାଳକଟି ସେ ତା'ର ସୁରକ୍ଷା ବେଲ୍ଟ ବାନ୍ଧିକି ବସିଥାଏ।
କାହିଁକି ନା ସେ ଆଗକୁ, କାରଣ ସିଏ ବି ସେଇ କାର ସହିତ ସମାନ ପରିବେଗରେ ଆଗକୁ ଗତି କରି ଚାଲିଛି। ଯଦି ବ୍ରେକ୍ ବଳ କାର ଉପରେ ପକାଇବ, ସେ ବ୍ରେକ୍ ବଳଟି ତା ବଡ଼ି ଉପରେ ପଡ଼ିନଥାଏ, ତାହା କାର ଉପରେ ପଡ଼ିଥାଏ। କାର ହଠାତ୍ ରହିଗଲେ କିନ୍ତୁ ଶରୀର ସବୁବେଳେ ଆଗକୁ ସମାନ ପରିବେଗରେ ଗତି କରିବାକୁ ଇଚ୍ଛା କରିଥାଏ ଜଡ଼ତ୍ୱ ଯୋଗୁଁ, ଯାହାଫଳରେ ସେ ଆଗକୁ ଝୁଙ୍କି ପଡ଼େ। ସେଥିପାଇଁ କ'ଣ କରନ୍ତି ନା କାରରେ ବସିଥିବା ଯାତ୍ରୀମାନଙ୍କୁ ସୁରକ୍ଷା ବେଲ୍ଟ ପିନ୍ଧିବାକୁ ଉପଦେଶ ଦିଆଯାଏ। ସୁରକ୍ଷା ବେଲ୍ଟ ଆମ ଶରୀରକୁ ଦୃଢ଼ ଭାବରେ ବାନ୍ଧି କରି ରଖେ, ଯାହାଫଳରେ ଗାଡ଼ି ଚାଳକ ଯଦି ହଠାତ୍ ବ୍ରେକ୍ ମାରିଲେ ମଧ୍ୟ ସୁରକ୍ଷା ବେଲ୍ଟ ଆମ ଶରୀରକୁ ଆଗକୁ କ'ଣ ଝୁଙ୍କି ପଡ଼ିବାକୁ ଦିଏ ନା, ଯାହାଫଳରେ ଆମେ ସୁରକ୍ଷା ବେଲ୍ଟ ଲଗାଇବା ଦ୍ୱାରା ଆମେ ଦ୍ରୁତଗାମୀ ଗାଡ଼ି ଭିତରେ ସୁରକ୍ଷିତ ହୋଇ ରହିଥାଉ। ବୁଝିପାରିଲ ପିଲାମାନେ? ତାହେଲେ ଏହା କେତେବେଳେ ହେଉଛି ନା ଏହା ହେଉଛି ଗତିର ଜଡ଼ତ୍ୱ ଯୋଗୁଁ ଆମେ ଆଗକୁ ଝୁଙ୍କି ପଡ଼ୁଥାଉ। ବୁଝିପାରିଲ? ତାହେଲେ ଆଉ ଗୋଟେ ଏକ୍ଜାମ୍ପଲ୍ ନେବା। ଏଇଟା ହେଉଛି ଗତିର ଜଡ଼ତ୍ୱ। ଏବେ ସ୍ଥିରତାର ଜଡ଼ତ୍ୱ ଦେଖିବା। ଦେଖ ପିଲାମାନେ, ବହୁତ ଭିଡ଼ ହୋଇଥିଲେ ବସ୍ ଭିତରେ ଜାଗା ନଥିଲେ ଲୋକମାନେ ଦେଖି ତ ସାଧାରଣତଃ ଠିଆ ହୋଇଯାଆନ୍ତି, ନାହିଁ? ବସ୍ରେ ସିଟ୍ ନଥିବ। ତେଣୁ ତୁମେ ବି ଅନୁଭବ କରିଛ କେତେବେଳେ ଯିବା ବେଳେ ବାଟରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ବେଳେ ବସ୍ରେ ଯଦି ସିଟ୍ରେ ଜାଗା ନଥିବ ତୁମେ ବି ଠିଆ ହୋଇଯାଇଛ। ବସ୍ଟି ସ୍ଥିର ଅଛି, ବସ୍ ଡ୍ରାଇଭର ଗାଡ଼ି ଚଲେଇନି, ସ୍ଥିର ଅଛି। ସ୍ଥିର ହୋଇ ରହିଥିଲେ ବସ୍ ଭିତରେ ଥିବା ସବୁ ଯାତ୍ରୀ ବି ସ୍ଥିର। ଯଦି ବସ୍ ସ୍ଥିର, ତାହେଲେ ବସ୍ ଭିତରେ ଯେତେକ ଯାତ୍ରୀ ଠିଆ ହୋଇଛନ୍ତି ବା ବସିଛନ୍ତି ସମସ୍ତେ ସ୍ଥିର ଥାନ୍ତି। ବସ୍ର ଡ୍ରାଇଭର କ'ଣ କଲା, ହଠାତ୍ ଇଞ୍ଜିନ୍ ସକ୍ରିୟ କରିଲା ବା ବସ୍କୁ ଚଲେଇବାକୁ ଆରମ୍ଭ କଲା। ଯେତେବେଳେ ଆରମ୍ଭ କଲା, କ'ଣ କଲା ନା ଠିଆ ହୋଇଥିବା ଅନେକ ଯାତ୍ରୀ ପଛକୁ ପଡ଼ିଯାଆନ୍ତି। ସେତେବେଳେ କ'ଣ ହୁଏ, ଯେତେକ ଠିଆ ହୋଇଛନ୍ତି, ଠିଆ ହୋଇଥିବା ଅନେକ ଯାତ୍ରୀ ପଛକୁ ପଡ଼ିଯାଆନ୍ତି। କାହିଁକି? କାରଣ ଯେତେବେଳେ ବସ୍ ହଠାତ୍ ଆଗକୁ ଚାଲିବାକୁ ଆରମ୍ଭ କରେ, ସେତେବେଳେ ଠିଆ ହୋଇଥିବା ଯାତ୍ରୀଙ୍କ ଶରୀର ଉପରେ ବସ୍ର ଇଞ୍ଜିନ୍ ବଳ କାର୍ଯ୍ୟ କରେ ନା। ତାହେଲେ ପିଲାମାନେ ଦେଖ, ଆମର ନ୍ୟୁଟନଙ୍କ ପ୍ରଥମ ଗତି ନିୟମ କହିଲା କ'ଣ, ବସ୍ତୁଟି ଯଦି ସ୍ଥିର ରହିଥିବ ସେ ସ୍ଥିର ରହିବାକୁ ଇଚ୍ଛା କରିବ, ଆଉ ଗତି କରୁଥିଲେ ଗତି କରିବାକୁ ଇଚ୍ଛା କରିବ, ଯେ ପର୍ଯ୍ୟନ୍ତ ବାହ୍ୟ ବଳ ପ୍ରୟୋଗ ନ ହେଇଛି। ତାହେଲେ ଏଠି କ'ଣ ହେଇଛି ନା ଆମର ଜଡ଼ତ୍ୱର ନିୟମ ଅନୁସାରେ ଆମ ଶରୀର, ବସ୍ଟି ଯେତେବେଳେ ସ୍ଥିର ଥିଲା ଆମ ଶରୀର ମଧ୍ୟ, ଆମେ ମଧ୍ୟ ସେ ବସ୍ ଭିତରେ ସ୍ଥିର ଥିଲୁ। ଯେତେବେଳେ ବସ୍ ଡ୍ରାଇଭର ହଠାତ୍ ଗାଡ଼ି ଚଲାଇବାକୁ ଆରମ୍ଭ କଲା, ସେତେବେଳେ ଆମେ ସ୍ଥିର ଅବସ୍ଥାକୁ ବଜାୟ ରଖିବାକୁ ଇଚ୍ଛା କରୁ। ଜଡ଼ତ୍ୱର ନିୟମ ଅନୁସାରେ ଆମେ ସ୍ଥିର ଅବସ୍ଥାକୁ ବଜାୟ ରଖିବାକୁ ଇଚ୍ଛା କରୁ, ଯାହାଫଳରେ ଆମେ ପଛକୁ, ଗାଡ଼ି ଆଗକୁ ଯେତେବେଳେ ଗତି କରିବ, ଆମେ ଯେହେତୁ ସ୍ଥିର ରହିବାକୁ ଇଚ୍ଛା କରୁ, ସେଥିପାଇଁ ଆମେ ପଛକୁ କ'ଣ କରୁ ନା ଝୁଙ୍କି ପଡ଼ୁ। ତେଣୁ ସେମାନେ ଜଡ଼ତ୍ୱ ଗୁଣ ଯୋଗୁଁ ପୂର୍ବପରି ସ୍ଥିର ହୋଇ ରହିବାକୁ ଚାହାନ୍ତି। ତେଣୁ ଆମ ଶରୀର ସ୍ଥିର ହୋଇକି ରହିଛି, କିନ୍ତୁ ବସ୍ ଉପରେ ଡ୍ରାଇଭର କ'ଣ ନା ଷ୍ଟାର୍ଟ ଯେତେବେଳେ କଲା ତା ଉପରେ ବଳ ପ୍ରୟୋଗ କଲା, ଆମ ଉପରେ ତ ବଳ ପ୍ରୟୋଗ କରିନି। ଆମେ ଯେମିତି ସ୍ଥିର ଥିଲୁ ସେମିତି ସ୍ଥିର ରହିବାକୁ ଇଚ୍ଛା କରିବୁ ଆମର ଜଡ଼ତ୍ୱ ଗୁଣ ଯୋଗୁଁ। ଯେତେବେଳେ ବସ୍ ଆଗକୁ ଚାଲିବାକୁ ବାହାରିବ, ଆମ ଶରୀର ସ୍ଥିର ଅବସ୍ଥାକୁ ବଜାୟ ରହିବାକୁ ଚାହିଁବ, ଯାହାଫଳରେ ସେ ପଛକୁ ଝୁଙ୍କି ପଡ଼ିବ। ମାତ୍ର ସେମାନଙ୍କ ପାଦ ବସ୍ର ଚଟାଣ ସହିତ ଲାଗିଥାଏ। ଏଣୁ ବସ୍ ଯେତେବେଳେ ଆଗକୁ ଚାଲିବାକୁ ଆରମ୍ଭ କରେ, ସେତେବେଳେ ଯାତ୍ରୀମାନଙ୍କର ପାଦ ନିମ୍ନ ଅଂଶ ମଧ୍ୟ ଆଗକୁ ଯିବାକୁ ଆରମ୍ଭ କରେ। ମାତ୍ର ସେମାନଙ୍କ ଶରୀରର ଉପର ଅଂଶ ଜଡ଼ତ୍ୱ ଗୁଣ ଯୋଗୁଁ ସ୍ଥିର ହୋଇ ରୁହେ। ତାହେଲେ ଯେତେବେଳେ ବସ୍ ଡ୍ରାଇଭର ଗାଡ଼ିଟିକୁ ଷ୍ଟାର୍ଟ କରିଛି, ସେତେବେଳେ ଠିଆ ହୋଇଥିବା ଯାତ୍ରୀର ପାଦର ନିମ୍ନ ଅଂଶ ବସ୍ ସହିତ ଲାଗିକି ରହିଛି। ବସ୍ ଉପରେ ବଳ ପ୍ରୟୋଗ କଲା ମାନେ, ବସ୍ ଆଗକୁ ଯିବ ମାନେ ତା ପାଦଟି ବସ୍ ସହିତ ଲାଗିଥିବାରୁ ପାଦଟି ଆଗକୁ ଗତି କରିବାକୁ, ଆଗକୁ ଯିବାକୁ ଆରମ୍ଭ କରିବ। ମାତ୍ର ମଣିଷର ଶରୀର ଠିଆ ହୋଇଥିବା ସମୟରେ ମଣିଷର ଉପର ଅଂଶ ଜଡ଼ତ୍ୱ ଯୋଗୁଁ ସେ ସ୍ଥିର ରହିବାକୁ ଇଚ୍ଛା କରିବ। ତେଣୁ ବସ୍ ହଠାତ୍ କରି ଆଗକୁ ଚାଲିବା ଆରମ୍ଭ କଲେ ବସ୍ରେ ଠିଆ ହୋଇଥିବା ଯାତ୍ରୀମାନେ ପଛକୁ ପଡ଼ିଯାଆନ୍ତି। ବୁଝିପାରିଲ? ତାହେଲେ ଏଇ ଯେଉଁ ଜଡ଼ତ୍ୱ, ଏଇ ଜଡ଼ତ୍ୱକୁ କ'ଣ କୁହାଯାଏ? ସ୍ଥିରତାର ଜଡ଼ତ୍ୱ। ତେଣୁ
गोटे वस्तु जदि स्थिर रही से सबुबले स्थिर रहा इच्छा कर स्थिरतार जड़त्व जो जितेबले बस ड्राइवर हठात गाड़ी टी स्टार्ट करे सेते बेले बस रे उपस्थित थिबा यात्री माने स्थिर रहा इच्छा करेंगे तेणु स्थिरतार जड़त्व जो से माने कौन पछुको झुंकी पड़े बुझीपाल पिला माने। अच्छा आम नेक्स्ट पढ़ा देख गोटे द्रुतगामी मोटर गाड़ी सीधा रास्तार जाऊथिबा बेले हठात एक तीक्ष्ण गोलेई पाखे घूरी गले आमे गाड़ी भितर गोटे कड़ को छिटकी पड़ू एपरी कहीं हुए ताले पिला माने एठी गाड़ीटी कौन होची ना सीधा रास्तार जाऊथिला बेले सड़क रास्तार जाऊथिबा बेले ताहले सड़क रास्तार जाऊथिबा बेले बस रे थिबा यात्री मध्य सड़क रास्तार जीवा सड़क रास्तार कौन करती ना गति करिथांती जेतेबेले गोटे टर्निंग मोड आसीबो बसटी कौन हम ना से टर्निंग मोड्रे जितेबाला तार गतिर दिग को परिवर्तन करने को इच्छा करिवो सेतेबेले कौन हुए ना बस रे बसी थिबा चाल यात्री गोटे कड़ को कौन कहती ना छिटकी पड़ती यार कारण कौन ना आम जड़त्व नियम द्वारा आम बुझे पारिबा गाड़ी सीधा रास्तार सड़क सरल रेखार जाऊथिला बेले गाड़ी भितर आमे मध्य सरल रेखार गति करूँ इंजिन द्वारा गाड़ी उपर एक असंतुलित बल प्रयोग हेबा द्वारा गाड़ीर गतिर दिग हठात परिवर्तित होता है जेतेबेले गाड़ीटी जिते सरल रेखार जाऊँगी आमे मध्य सरल रेखार जाऊँ जेतेबेले गोटे टर्निंग रास्ता आसला ड्राइवर टी टर्निंग रास्तार गाड़ीटी को बुलेवा को चेष्टा कला सेतेबेले सरल रेखार गला बेले जेतिकी बल थिला ताठारू अधिक बल बा एक असंतुलित बल प्रयोग करी गाड़ीटीर गतिर दिगरे हठात से परिवर्तन करिथाए और गाड़ी गोलेई रास्तार घूरी जाए मात्र आम शरीर उपरे कौनसी असंतुलित बल बाह्य बल कार्य करेना आमे किंतु आम गाड़ी ड्राइवर बस उपरे एक असंतुलित बाह्य बल प्रयोग करिथाए किंतु आम शरीर उपर नुहे जहाँ फल तेणु आम शरीर जड़त्व गुण जो आमर गतिर दिगरे कौन परिवर्तन आसी न थाए आमे जो सरल रेखार जो सम परिवेगरे जीवाकू इच्छा करिथाउ सेही सम परिवेगरे रहिबाकू इच्छा करिथाउ तेणु बस गोलेई रास्तार बुलिले मध्य आमे आमर सरल रैखिक गति बजाई रखिबाकू चाहूँ यह होची कौन जड़त्वर नियम जो आमे आमर सरल रैखिक गति को बजाई रखिबाकू इच्छा करूँ किंतु बस गोलेई रास्तार बुलिले मध्य आमे आमर सरल रेखा गति को बजाय रखा इच्छा करूँ या फल आमे गाड़ी भितर गोटे कड़ को छिटकी पड़ू बुझीपाल पिला माने ताहले यही सबू विभिन्न आमे दैनंदिन जीवन रे आमे विभिन्न अनुभूति सबू जहाँ आमे गला कौन सी जगह को जीवा बेले आमे जहाँ सबू अनुभूति आमे देखुचु ताहा सबू र कारण वैज्ञानिक कारण सम्मत अच्छी तेणु से गुड़िक को आमको जानवा पड़ो ताहले आमे देखिले बस रे गला बेले ब्रेक मारला बेले आमे आगू को झुड़ू से जड़त्वर नियम जितेबाला बस टी स्थिर अच्छी बस टी स्टार्ट हो चलवा आमे पछकू झुंकी पड़ुचु ताहा मध्य स्थिरतार जड़त्व पाई आमे पछकू झुंकी पड़ू से भाव गाड़ी टी जिते टर्निंग मोड्रे जावाकू इच्छा करे सेतेबेले आमे आमर सरल रेखार जाउथिबा सरल रैखिक गति को बजाय रखा चाहूँ जहाँफल आमे गाड़ी भितर गोटे कड़ को छिटकी पड़ू बुझीपाल पिला माने असंतुलित बल कार्य न कले गोटे स्थिर वस्तु स्थिर हो रहे ताले पिला माने तुमे देखिथिबो जे पर्यंत आमे गोटे वस्तु रे गोटे असंतुलित बाह्य बल प्रयोग न करिछु से पर्यंत से गोटे वस्तु स्थिर हो रहे यह आमे परवर्ती विषय को आमे परवर्ती दृष्टानु जानी परिबा ताले देख पिला माने आ गोटे एग्जांपल एठी देइछि देख पिला माने तुमे सब कैरम बोर्ड रे खेली थिबो नाही कि तुमे जते बेले सबू स्ट्राइकर को आमे कोन करी ना स्तंभ भाव में थाक थाक करके रखा जाइछि देखुछो कि नहीं रखा जाइछि आमे जते बेले स्ट्राइकर स्तंभर तଳ गोटी को आमे गोटी को सब थाक थाक करी स्तंभ आकार रखी देले आमे स्ट्राइकर मारिले स्तंभर तଳ गोटी को आघात कले ताले बलटा काहा ऊपर पड़िला ना तଳ गोटी ऊपर पड़िला
ଯେତେବେଳେ ତଳ ଗୋଟି ଉପରେ ପଡ଼ିଲା ତାହେଲେ ସେଇ ତଳ ଗୋଟି ଉପରେ ବଳ ପ୍ରୟୋଗ ହେଇଛି ମାନେ ସେଇ ତଳ ଗୋଟିଟି କ'ଣ କରିବ ନା ତା ଜାଗାରୁ ବାହାରି ଯିବ, ଅନ୍ୟତ୍ର ଚାଲିଯିବ। କିନ୍ତୁ ମାତ୍ର ଅନ୍ୟ ଗୋଟି ଗୁଡ଼ିକ ଉପରେ ତ ବଳ ପ୍ରୟୋଗ କରାଯାଇନଥିଲା। ସେ ତାଙ୍କର ସ୍ଥିର ଅବସ୍ଥାକୁ ବଜାୟ ରଖିବାକୁ ଚାହିଁବେ ସ୍ଥିରତାର ଜଡ଼ତ୍ୱ ଯୋଗୁଁ। ତେଣୁ ସେ କ'ଣ କଲେ ନା ତଳ ଗୋଟିଟି ଯେତେବେଳେ ଅନ୍ୟତ୍ର ଚାଲିଗଲା, ଅନ୍ୟ ଗୋଟି ଗୁଡ଼ିକ ତଳକୁ ଖସି ଆସି ଅପସାରିତ ହୋଇଯାଇଥିବା ଗୋଟି ସ୍ଥାନରେ ପୁଣି ଗୋଟିଏ ସ୍ତମ୍ଭ ସଦୃଶ ରହିଯିବେ। ହଁ କି ନା? ତୁମେମାନେ ଦେଖିଥିବ ପିଲାମାନେ, ପ୍ରାୟତଃ ପିଲାମାନେ ସବୁ କ୍ୟାରମ୍ ଖେଳୁଛ, ତୁମେମାନେ ଦେଖିଥିବ ଏଇ ଘଟଣାଟି। ତାହେଲେ ଏହା କାରଣ ହେଉଛି ସ୍ଥିରତାର ଜଡ଼ତ୍ୱ। ତେଣୁ ଗୋଟିଏ ବସ୍ତୁ ଯଦି ସ୍ଥିର ରହିଛି, ସ୍ଥିର ରହିବାକୁ ଇଚ୍ଛା କରିବ। ଯଦି ସରଳ ରେଖା ଗତିରେ ଗତି କରୁଛି, ସେ ସରଳ ରେଖା ଗତିରେ ଯିବାକୁ ଇଚ୍ଛା କରିବ ଯେ ପର୍ଯ୍ୟନ୍ତ ବାହ୍ୟ ବଳ ପ୍ରୟୋଗ ନ ହେଇଛି। ଏଠି କିନ୍ତୁ ବାହ୍ୟ ବଳ କାହା ଉପରେ ପ୍ରୟୋଗ ହୋଇଥିଲା ନା ତଳ ଗୋଟି ଉପରେ। ଉପର ଗୋଟି ଗୁଡ଼ିକ ସେଇଭଳି ଭାବରେ ସ୍ଥିର ଥିଲେ, ସେଥିପାଇଁ ସେ ସ୍ଥିର ରହିବାକୁ ଇଚ୍ଛା କଲା। ବୁଝିପାରିଲ? ତେଣୁ ସେମାନଙ୍କ ଉପରେ କୌଣସି ବଳ କାର୍ଯ୍ୟ କରେ ନା। ତେଣୁ ସେଇ ଗୋଟି ସମୂହ ଜଡ଼ତ୍ୱ ଗୁଣ ଯୋଗୁଁ ଭୂଲମ୍ବ ଦିଗରେ କେବଳ ତଳକୁ ଖସି ଆସି ଅପସାରିତ ଗୋଟିର ସ୍ଥାନରେ ରହିଯାଆନ୍ତି। ବୁଝିପାରିଲ ପିଲାମାନେ? ତାହେଲେ ଦେଖ ପିଲାମାନେ, ଏଇଠି ଗୋଟିଏ ସ୍ଥିରତାର ଜଡ଼ତ୍ୱ ପରୀକ୍ଷା କରାଯାଇଛି। ଯେମିତି ଏଠି କ୍ୟାରମ୍ ବୋର୍ଡ଼ର ସ୍ଥିରତାର ଜଡ଼ତ୍ୱ ବିଷୟରେ ଗୋଟେ ଏକ୍ଜାମ୍ପଲ୍ ନିଆଗଲା। ଏଠି ମଧ୍ୟ ପିଲାମାନେ ମୁଁ ଆଣିଯିବି ତୁମ ପାଇଁ, ତୁମେ ଦେଖ ଏଇଠି। ମୁଁ ଗୋଟେ କ'ଣ କରିଛି ନା ସ୍ଥିରତାର ଜଡ଼ତ୍ୱ ବିଷୟରେ ବୁଝେଇବାକୁ ମୁଁ ଗୋଟେ ଗ୍ଲାସ୍ ନେଇଛି। ଗ୍ଲାସ୍ ଉପରେ ଗୋଟେ କାର୍ଡ଼ବୋର୍ଡ଼ ନେଇଛି। କାର୍ଡ଼ବୋର୍ଡ଼ ଉପରେ ଗୋଟେ 5 ଟଙ୍କିଆ କଏନ୍ ରଖିଛି। ପିଲାମାନେ ଦେଖୁଛ ନା? ତାହେଲେ ଦେଖ, ତାହେଲେ ମୁଁ କ'ଣ କଲି, ମୁଁ ଜାଣିଛି କ'ଣ ସ୍ଥିରତାର ଜଡ଼ତ୍ୱ। ଯିଏ ଯେଉଁ ବସ୍ତୁ ସ୍ଥିର ରହିଛି ସେ ତା'ର ସ୍ଥିର ରହିବାକୁ ଇଚ୍ଛା କରିବ, ଏବଂ ଯେଉଁ ବସ୍ତୁ ଗତି କରୁଛି ସେ ଗତି କରିବାକୁ ଇଚ୍ଛା କରିବ। ତେଣୁକରି ଏଠି ମୁଁ କ'ଣ କଲି ନା ଯେପର୍ଯ୍ୟନ୍ତ ବାହ୍ୟ ବଳ ପ୍ରୟୋଗ ନ ହେଇଛି ସେ ପର୍ଯ୍ୟନ୍ତ ସେ ସ୍ଥିର ରହିବାକୁ ଇଚ୍ଛା କରିବ। ମୁଁ କ'ଣ କଲି ନା ଏ କାର୍ଡ଼ବୋର୍ଡ଼କୁ ମୁଁ ଟିକେ କ'ଣ ବାହ୍ୟ ବଳ ପ୍ରୟୋଗ କରିବି। ଯଦି ପ୍ରୟୋଗ କରିବି, ମୁଁ କାହା ଉପରେ ବାହ୍ୟ ବଳ ପ୍ରୟୋଗ କରିବି ନା ଯଦି ପ୍ରୟୋଗ କରିବି କ'ଣ ହେବ ତାହେଲେ ଲକ୍ଷ୍ୟ କର। ଦେଖ, ଦେଖିଲ ପିଲାମାନେ କ'ଣ ହେଲା ଦେଖିଲ ପିଲାମାନେ? ତାହେଲେ ମୁଁ ବାହ୍ୟ ବଳଟି ଯେତେବେଳେ କାର୍ଡ଼ବୋର୍ଡ଼ ଉପରେ କଏନ୍ଟି ଥିଲା ସେତେବେଳେ ଦୁଇଟା ବସ୍ତୁ ସ୍ଥିର, କାର୍ଡ଼ବୋର୍ଡ଼ ବି ସ୍ଥିର, କଏନ୍ ବି ସ୍ଥିର। କିନ୍ତୁ ମୁଁ ଯେତେବେଳେ କ'ଣ କଲି ନା କାର୍ଡ଼ବୋର୍ଡ଼ ଉପରେ ମୁଁ ବାହ୍ୟ ବଳ କିଛି ପ୍ରୟୋଗ କଲି, ସନ୍ତୁଳିତ ବଳ ଯେତେବେଳେ ଧୀରେ ପ୍ରୟୋଗ କରୁଥିଲି ସେତେବେଳେ କ'ଣ ହେଉଛି ନା ସେ ବଳ ସେତିକି ପର୍ଯ୍ୟାପ୍ତ ହେଉନଥିଲା କାର୍ଡ଼ବୋର୍ଡ଼ଟିକୁ କରିବା ପାଇଁ। ଯେତେବେଳେ ମୁଁ ଆଉ ଟିକେ ଅଧିକ ବଳ ପ୍ରୟୋଗ କଲି, ଅସନ୍ତୁଳିତ ବଳ ପ୍ରୟୋଗ କଲି, ସେତେବେଳେ ବସ୍ତୁଟି ଗତି କରିବାକୁ ଆରମ୍ଭ କଲା। ତା'ମାନେ କାର୍ଡ଼ବୋର୍ଡ଼ଟି ପୁରା ବାହାରିଗଲା। କିନ୍ତୁ ମୁଁ ଯେଉଁ ଅସନ୍ତୁଳିତ ବାହ୍ୟ ବଳଟି ପ୍ରୟୋଗ କରିଥିଲି, କାହା ଉପରେ ପ୍ରୟୋଗ କଲି ନା କାର୍ଡ଼ବୋର୍ଡ଼ ଉପରେ। ମୁଁ କଏନ୍ ଉପରେ କରିଥିଲି କି କରିନଥିଲି? ଯାହାଫଳରେ କଏନ୍ଟି ସ୍ଥିର ଥିଲା ଏବଂ ସିଏ ତା'ର ସ୍ଥିର ଅବସ୍ଥାକୁ ବଜାୟ ରଖିବାକୁ ଇଚ୍ଛା କରିବ ସ୍ଥିରତାର ଜଡ଼ତ୍ୱ ଯୋଗୁଁ। ତେଣୁ ସ୍ଥିରତାର ଜଡ଼ତ୍ୱ ଯୋଗୁଁ ସ୍ଥିର ଥିବା କଏନ୍ଟି ସେ ସ୍ଥିର ଅବସ୍ଥାକୁ ବଜାୟ ରଖିବାକୁ ଇଚ୍ଛା କରିବ। ତେଣୁ କାର୍ଡ଼ବୋର୍ଡ଼ ଉପରେ ଯେତେବେଳେ ମୁଁ ଅସନ୍ତୁଳିତ ବାହ୍ୟ ବଳ ପ୍ରୟୋଗ କଲି, ସେ ବାହାରକୁ ଚାଲିଗଲା। ତେଣୁ ସ୍ଥିରତାର ଜଡ଼ତ୍ୱକୁ ବଜାୟ ରଖିବା ପାଇଁ ଯେଉଁ ସ୍ଥିର ଥିବା କଏନ୍ଟି କ'ଣ ହେବ ନା ଗ୍ଲାସ୍ ଭିତରେ ଗଳି ପଡ଼ିଲା। ତାହେଲେ ପିଲାମାନେ ଦେଖିଲ କି ନାହିଁ? ତୁମେମାନେ ସାଧାରଣ ବି ଘରେ କରିପାରିବ ହେଲା, ଏ ପରୀକ୍ଷା ବି ତୁମେମାନେ କରିପାରିବ ଏଇ ଚିତ୍ରରେ ଏଇଭଳି। ତେଣୁ ସ୍ଥିରତାର ଜଡ଼ତା ଯୋଗୁଁ ଯେଉଁ ବସ୍ତୁ ସ୍ଥିର ଅଛି ସେ ସ୍ଥିର ରହିବାକୁ ଇଚ୍ଛା କରିବ, ଆଉ ସମଗତିରେ ଯଦି ସରଳ ରୈଖିକ ଗତିରେ ସମଗତିରେ ଗତି କରୁଛି ସେ ଗତି କରିବାକୁ ଇଚ୍ଛା କରିବ ଯେ ପର୍ଯ୍ୟନ୍ତ ଗୋଟେ ଅସନ୍ତୁଳିତ ବାହ୍ୟ ବଳ କାର୍ଯ୍ୟକାରୀ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ବସ୍ତୁଟି ସ୍ଥିର ରହିବ ଆଉ ଗତି କରୁଥିଲେ ଗତି କରିବାକୁ ଇଚ୍ଛା କରିବ। ତାହେଲେ ଯାହା ଏକ୍ଜାମ୍ପଲ୍ ଆମେ ସ୍ଥିରତାର ଜଡ଼ିତ ହେଉ, ଗତିର ଜଡ଼ିତ ହେଉ, ତେଣୁ ବିଭିନ୍ନ ନ୍ୟୁଟନଙ୍କ ପ୍ରଥମ ଗତି ନିୟମ ଆଧାରରେ ଆମେ ବୁଝେଇଲେ ପିଲାମାନେ ସବୁ ବୁଝିପାରିଲ? ତାହେଲେ ଏବେ ଦେଖ ପିଲାମାନେ, ମୁଁ ବସ୍ତୁତ୍ୱ ଆଉ ଜଡ଼ତ୍ୱ ବସ୍ତୁତ୍ୱ କ'ଣ ସେ ବିଷୟରେ ପଢ଼ିବା। ତାହେଲେ ଆମେ ଯେତେ ଗୁଡ଼ିଏ ଉଦାହରଣ ଆଉ ତୁମ ପାଇଁ କାମ ବିଷୟରେ ଆଲୋଚନା କଲେ ସେଥିରୁ ଜଣାପଡ଼ିଲା ଯେ ବସ୍ତୁ ସର୍ବଦା ତା'ର ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ବିରୋଧ କରେ। ତାହେଲେ ଆମେ ଯାହା ସବୁ ଏକ୍ଜାମ୍ପଲ୍ ଦେଖିଲୁ, ଜାଣିଲୁ, କ'ଣ ହେଲା ନା ବସ୍ତୁ ସବୁବେଳେ ତା'ର ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନ କରିବାକୁ ଦିଏ ନାହିଁ, ସେ ସବୁବେଳେ ବିରୋଧ କରେ। ବସ୍ତୁ ଯଦି ସ୍ଥିର ରହିଥାଏ ତେବେ ତାହା ସ୍ଥିର ରହିବାକୁ ଇଚ୍ଛା କରେ, ଆଉ ବସ୍ତୁ ଯଦି ଗତି କରୁଥାଏ ସେ ତା'ର ନିଜର ଗତି ଅବସ୍ଥାକୁ ବଜାୟ ରଖିବାକୁ ଇଚ୍ଛା କରେ। ଏଇଟା ହେଉଛି ତା'ର ପ୍ରବୃତ୍ତି, ଏଇଟା ହେଉଛି ତା'ର ଗୁଣ, ତା'ର ପ୍ରାକୃତିକ ଗୁଣ।
ବସ୍ତୁର ଏହି ପ୍ରାକୃତିକ ଗୁଣକୁ ବସ୍ତୁର ଜଡ଼ତ୍ୱ କୁହାଯାଏ। ଆମେ ତ ଆଗରୁ ପଢ଼ିଛେ ବସ୍ତୁ ଯଦି ସ୍ଥିର ଅବସ୍ଥାରେ ରହିଛି ସ୍ଥିର ଅବସ୍ଥାରେ ରହିବାକୁ ଇଚ୍ଛା କରେ, ଆଉ ଯଦି ଗତି କରୁଛି ଗତି କରିବାକୁ ଇଚ୍ଛା କରେ। ଏଇଟା ହେଉଛି ତା'ର ପ୍ରାକୃତିକ ପ୍ରବୃତ୍ତି ବା ଗୋଟେ ଗୁଣ। ତାହେଲେ ବସ୍ତୁର ଏହି ପ୍ରାକୃତିକ ଗୁଣକୁ ବସ୍ତୁର ଜଡ଼ତ୍ୱ ବୋଲି କୁହାଯାଏ। ସାଧାରଣତଃ ତୁମେ କହିସାରିଲେଣି। ତାହେଲେ ପିଲାମାନେ ତୁମ ମନରେ ପ୍ରଶ୍ନ ଆସୁଥିବ, ତାହେଲେ ସବୁ ବସ୍ତୁର ଯଦି ଏହା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ତାହେଲେ ଜଡ଼ତ୍ୱ, ତାହେଲେ ଏଇ ଜଡ଼ତ୍ୱ ସବୁ ବସ୍ତୁମାନଙ୍କର କ'ଣ ସମାନ ଥାଏ କି? ଗୋଟେ କ୍ୱେଶ୍ଚିନ୍ ଆସୁଥିବ। ତାହେଲେ ଆମେ ଦେଖିବା ସମାନ ନୁହେଁ କି କ'ଣ, ସମାନ କି ଅସମାନ ଜାଣିବା। ଆମର ଅଭିଜ୍ଞତା ଅଛି କୌଣସି ପୃଷ୍ଠ ଉପରେ ଗୋଟିଏ ଖାଲି ହାଲୁକା ବାକ୍ସକୁ ପେଲିବା ସହଜ ହୁଏ, ମାତ୍ର ବହି ଦ୍ୱାରା ପରିପୂର୍ଣ୍ଣ ଏକ ଭାରୀ ବାକ୍ସକୁ ପେଲିବା କଷ୍ଟକର ହୋଇଥାଏ। ତାହେଲେ ପିଲାମାନେ ତୁମେ ସାଧାରଣତଃ ଦେଖିଥିବ ଗୋଟେ ଖାଲି ବାକ୍ସକୁ ପେଲିବା ଯେତିକି ସହଜ, ଗୋଟେ ବହି ପୂର୍ଣ୍ଣ ବା ଯେକୌଣସି ସାମଗ୍ରୀ ଭର୍ତ୍ତି ଥିବା ଗୋଟେ ବାକ୍ସକୁ ପେଲିବା ବହୁତ କଷ୍ଟ, ନାହିଁ କି? ତୁମେ ବି ଅନୁଭବ କରିଥିବ। ଠିକ୍ ସେହିପରି ଗୋଟିଏ ଫୁଟବଲକୁ ଗୋଡ଼ରେ ମାରିଦେଲେ ସହଜରେ ସେ ଗତି କରି ପଳାଇଯାଏ, କିନ୍ତୁ ସେଇ ସମାନ ଆକୃତି ଆକାର ବିଶିଷ୍ଟ ଗୋଟିଏ ଲୁହା ଗୋଲକକୁ ଯଦି ଆମେ ଗୋଡ଼ରେ ଆଘାତ କରିବା ତାହେଲେ କ'ଣ ହେବ ପିଲାମାନେ ଜାଣିପାରୁଥିବ? ତାହେଲେ ତୁମ ପାଦକୁ ବହୁତ ଜୋର ଆଘାତ ଲାଗିବ, ନାହିଁ କି? ତାହେଲେ ଏସବୁ ବିଷୟରେ ଜାଣିଛୁ। ଅଳ୍ପ ବଳ ପ୍ରୟୋଗ କରି ଗୋଟିଏ ଛୋଟ ଯାନରେ ଅଧିକ ପରିବେଗ ସୃଷ୍ଟି କରାଯାଇପାରିବ। ତୁମେ ଗୋଟେ ସାଇକେଲ, ଗୋଟେ ଛୋଟ ଯାନ, ତୁମର ଯେତିକି ସକ୍ଷମ ଅଛି, ତୁମର କାପାସିଟି ଅନୁସାରେ ତୁମେ ଯେତିକି ବଳ ପ୍ରୟୋଗ କରି ସେ ସାଇକେଲକୁ ଚଲେଇ ପାରିବ, ତୁମେ ଠିକ୍ ସେତିକି ବଳ ଯେତିକି ସାଇକେଲରେ ବଳ ପ୍ରୟୋଗ କରି ସାଇକେଲ ଚଲେଇଲ, ଠିକ୍ ସେତିକି ବଳ ଗୋଟେ ଟ୍ରେନ୍ ଉପରେ ପ୍ରୟୋଗ କରିବ। ତାହେଲେ ପିଲାମାନେ ସେ ଟ୍ରେନ୍କୁ ତୁମେ ଚଲେଇ ପାରିବ କି? ତେଣୁ ଟ୍ରେନ୍ ପକ୍ଷେ ସେଇ ପ୍ରକାର ବଳ ବହୁତ ନଗଣ୍ୟ ହେବ। କାହିଁକି ନା ସାଇକେଲଟା ବହୁତ ହାଲୁକା ଯାନ ଥିଲା, ତା'ର ବସ୍ତୁ ତ ବହୁତ କମ୍, କିନ୍ତୁ ଟ୍ରେନ୍ଟା ବହୁତ ଗୋଟେ ଭାରୀ ଯାନ, ଯାହା ଉପରେ ସେତିକି ବଳ ପ୍ରୟୋଗ କଲେ ତା'ର ଗତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବା ତା'ର ଗତି ଅତି ନଗଣ୍ୟ ପରିବର୍ତ୍ତନ ଆସିବ କହିଲେ ଚଳେ। ଏହାର କାରଣ କ'ଣ? ଏହାର କାରଣ ହେଉଛି ଯେ ଟ୍ରେନ୍ର ଜଡ଼ତ୍ୱ ଛୋଟ ଯାନର ଜଡ଼ତ୍ୱ ତୁଳନାରେ ଯଥେଷ୍ଟ ବେଶୀ। ତା'ମାନେ ଟ୍ରେନ୍ର ଜଡ଼ତ୍ୱ ହେଉଛି ସବୁଠାରୁ ଅଧିକ ଛୋଟ ଯାନ ତୁଳନାରେ। କାହିଁକି ନା ଏଠି କୁହାଗଲା ଟ୍ରେନ୍ର ବସ୍ତୁତ୍ୱ ଅଧିକ, ଯାହାଫଳରେ ତା'ର ଜଡ଼ତ୍ୱ ଅଧିକ। ଛୋଟ ଯାନର ବସ୍ତୁତ୍ୱ କମ୍ ଏବଂ ତା'ର ଜଡ଼ତ୍ୱ କମ୍। ତାହେଲେ ପିଲାମାନେ ବସ୍ତୁତ୍ୱ କ'ଣ ବି ସେଇଟା ବି ଜାଣିବା ଦରକାର। ତାହେଲେ ବସ୍ତୁତ୍ୱ ହେଉଛି ଗୋଟେ ବସ୍ତୁ ଭିତରେ ଥିବା ପଦାର୍ଥର ପରିମାଣ। ଗୋଟେ ବସ୍ତୁରେ ନିହିତ ଥିବା ପଦାର୍ଥର ପରିମାଣକୁ ବସ୍ତୁର ବସ୍ତୁତ୍ୱ କୁହାଯାଏ। ତାହେଲେ ଗୋଟେ ବସ୍ତୁ ଯେତିକି ପରିମାଣର ପଦାର୍ଥକୁ ନେଇକି ଗଠିତ, ତାହାକୁ ଗୋଟେ ବସ୍ତୁର ବସ୍ତୁତ୍ୱ ବୋଲି କୁହାଯାଏ। ତାହେଲେ ଆମେ ଜାଣିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଭାରୀ ବସ୍ତୁର ଅର୍ଥାତ୍ ଯେଉଁ ବସ୍ତୁର ବସ୍ତୁତ୍ୱ ଅଧିକ ତାହାର ଜଡ଼ତ୍ୱ ମଧ୍ୟ ଅଧିକ। ବୁଝିପାରିଲ? ଏବେ ଯେଉଁ ବସ୍ତୁର ବସ୍ତୁତ୍ୱ ଅଧିକ ତାହାର ଜଡ଼ତ୍ୱ ଅଧିକ। ପରିମାଣାତ୍ମକ ଭାବେ ବସ୍ତୁର ଜଡ଼ତ୍ୱ ତା ନିଜର ବସ୍ତୁତ୍ୱ ଉପରେ ନିର୍ଭର କରେ। ତାହେଲେ ପିଲାମାନେ ସବୁବେଳେ ମନେ ରଖ, ଗୋଟିଏ ବସ୍ତୁର ଜଡ଼ତ୍ୱ ତାହାର ବସ୍ତୁତ୍ୱ ଉପରେ ନିର୍ଭର କରେ। ଯେକୌଣସି ବସ୍ତୁର ଜଡ଼ତ୍ୱ ଯଦି ଆମେ ନିର୍ଣ୍ଣୟ କରିବାକୁ ଚାହିଁବା, ତା ସେଇ ବସ୍ତୁର ନିଜର ବସ୍ତୁତ୍ୱ ଉପରେ ନିର୍ଭର କରିଥାଏ। ବସ୍ତୁର ଜଡ଼ତ୍ୱ ଆଉ ବସ୍ତୁର ବସ୍ତୁତ୍ୱ ପରସ୍ପର ସହିତ ସମ୍ପର୍କିତ। ତାହେଲେ ବସ୍ତୁର ବସ୍ତୁତ୍ୱ ଆଉ ବସ୍ତୁର ଜଡ଼ତ୍ୱ ପରସ୍ପର ସହିତ କ'ଣ ସମ୍ପର୍କିତ? ଜଡ଼ତ୍ୱ ବସ୍ତୁର ଏକ ପ୍ରାକୃତିକ ପ୍ରବୃତ୍ତି। ଜଡ଼ତ୍ୱ ହେଉଛି କ'ଣ? ବସ୍ତୁର ଏକ ପ୍ରାକୃତିକ ପ୍ରବୃତ୍ତି, ଯାହା ଯୋଗୁଁ ବସ୍ତୁ ନିଜର ସ୍ଥିରାବସ୍ଥା ବା ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ନିଜେ ବିରୋଧ କରେ। ତାହେଲେ ଜଡ଼ତ୍ୱ ବସ୍ତୁର ଏକ ପ୍ରାକୃତିକ ପ୍ରବୃତ୍ତି। ଆଗରୁ ଆମେ ପଢ଼ିଲେଣି, ଏଇ ଜଡ଼ତ୍ୱ ହେଉଛି ବସ୍ତୁର ଗୋଟେ ପ୍ରାକୃତିକ ପ୍ରବୃତ୍ତି, ଯାହା ଯୋଗୁଁ ବସ୍ତୁ ନିଜର ସ୍ଥିର ଅବସ୍ଥାରେ ଯଦି ଥିବ ସ୍ଥିର ଅବସ୍ଥାରେ ରହିବାକୁ ଇଚ୍ଛା କରିବ, ବା ଗତି ଯଦି କରୁଥିବ ଗତି କରିବାକୁ ଇଚ୍ଛା କରିବ। ତାହେଲେ ସ୍ଥିର ଅବସ୍ଥା ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ସେ କ'ଣ କରୁଛି? ସବୁବେଳେ ବିରୋଧ କରେ। ତେଣୁ ବସ୍ତୁର ବସ୍ତୁତ୍ୱ ବସ୍ତୁର ଜଡ଼ତ୍ୱର ମାପକ ଅଟେ। ତାହେଲେ ଆମେ ଜଡ଼ତ୍ୱକୁ ମାପିବା ପାଇଁ କୌଣସି ନିୟମ ନାହିଁ। ଏହା ମାପିବା କେବଳ ସମ୍ଭବ ହୋଇପାରିବ ବସ୍ତୁର ବସ୍ତୁତ୍ୱକୁ ଆଧାର କରି। ତେଣୁ ବସ୍ତୁର ବସ୍ତୁତ୍ୱ ବସ୍ତୁର ଜଡ଼ତ୍ୱର ମାପକ ଅଟେ। ପିଲାମାନେ ବୁଝିପାରିଲ? ତାହେଲେ ପିଲାମାନେ କହିଲ, ଗୋଟିଏ ଲୁହା, ଏଠି କିଛି କ୍ୱେଶ୍ଚିନ୍ ଦେଇଛି ଦେଖ। ସମାନ ଆକାର ଆକୃତି ବିଶିଷ୍ଟ ରବର ବଲ୍ ଓ ଲୁହାର ଗୋଲକ, କହିଲ କାହାର ଜଡ଼ତ୍ୱ ଅଧିକ ହେବ? ଯାହାର ବସ୍ତୁତ୍ୱ ଅଧିକ
ତାର ଜଡ଼ତ୍ୱ ଅଧିକ। ଲୁହା ଗୋଲକର ବସ୍ତୁତ୍ୱ ଅଧିକ, ତେଣୁ ତାର ଜଡ଼ତ୍ୱ ଅଧିକ। ରବର ବଲ୍ର ବସ୍ତୁତ୍ୱ କମ୍, ତେଣୁକରି ତାର ଜଡ଼ତ୍ୱ କମ୍। ବୁଝିପାରିଲ? ଏଇଭଳି ଭାବରେ ଅନ୍ୟ ସବୁ କୋଶ୍ଚିନ୍କୁ ତୁମେମାନେ ଦେଖିବ। ତାହେଲେ ନେକ୍ସଟ ପାର୍ଟ 3ରେ ଆମେ ପଢ଼ିବା ନ୍ୟୁଟନଙ୍କ ଦ୍ୱିତୀୟ ଗତି ନିୟମ। ତାହେଲେ ଯାହା ପଢ଼ାଯାଉଛି ପିଲାମାନେ ଘରେ ସବୁ ପଢ଼ିବ, ଘରେ ରହିବ, ସେଫ୍ ରହିବ ଏବଂ ମନ ଦେଇ ପାଠ ପଢ଼ିବ। ଧନ୍ୟବାଦ।